नमस्कार। षष्ठ श्रेणी आम साहित्य बहिर पद्य धूली। लेखिका विद्युत प्रभा देवी। नूतन शब्द बा शब्दार्थ विषय आलोचना करिबा। विश्वे शब्दार्थ पृथ्वी रे, साथे शब्दार्थ सहित, अभिमान शब्दार्थ अहंकार बा गर्व, जंतु जीव शब्दार्थ जीव जंतु, जंतु शब्दार्थ प्राणी, सबुरी शब्दार्थ समस्तंकर, पीड़ई शब्दार्थ कष्ट दिए, नीति शब्दार्थ सबुबेले बा प्रतिदिन, निर्विकारे शब्दार्थ विकार शून्य भावे बा विकार नथिबा, धरा पथे शब्दार्थ पृथ्वीर रास्तारे, विश्वजीव शब्दार्थ पृथ्वीर प्राणी समूह, बुके शब्दार्थ छाती रे, वाक्यहीन शब्दार्थ जिए किछि कथा कहि पारे नाही, निःस्व शब्दार्थ जहार किछि नाही बा दरिद्र, भरोसाहीन शब्दार्थ साहा भरोसा शून्य, चिर शब्दार्थ सर्वदा बा सबुबेल पाई, दक्ष शब्दार्थ योग्य, शिर शब्दार्थ मथा बा मस्तक बा मुंड, यह प्रति शब्द रे मध्य आसीपारे। सृष्टि शब्दार्थ सर्जना बा तियारी, अभिजान शब्दार्थ आगकू जीवार कार्य। अभ्यास रे थिबा प्रश्नोत्तर विषय रे आलोचना करिबा। प्रश्न नंबर 1, उत्तर कुह। प्रश्न क, धूलिकणा निजको कौन बोली कहूछि? उत्तर, धूलिकणा निजको समग्र विश्व रे अति सान बोली कहूछि। प्रश्न ख, धूली को केउ मानक पाद पीड़ा दिए? उत्तर, धूली को पृथ्वीर समस्त जीवजंतुक पाद पीड़ा दिए। प्रश्न ग, धूली किभली भावरे पृथ्वी उपरे पड़ी रहिछि? उत्तर, धूली समस्तंकर पादर पीड़ा सही निर्विकार भावरे पृथ्वी उपरे पड़ी रहिछि। प्रश्न घ, विश्व जीवंक विषय रे धूली कौन कहिछि? उत्तर, विश्व जीवंक विषय रे धूली कहिछि जे परिशेष रे सेमाने ता बुकुरे मिशंती। प्रश्न उ, सृष्टिर आरंभ दिनरु धूलिकणा कौन देखुछि? उत्तर, नारी कवि विद्युत प्रभा देवींक धूली कविताटी धूलिकणार महत्व वर्णनारे मुखरित अटे। अनंत आकाश तले धूलिकणा सान हेले ही अभिमानहीन अटे। पृथ्वीर सकल जीवंकर पदाघात को निर्विकार भावे सह्य करी से धरापथरे पड़ी रहिछि। से निर्वाक, निःस्व, निसहाय ओ भरोसाहीन अटे। जगतर दुख सुख ताकू स्पर्श करि पारिनी। से ए सृष्टिर लीला खेला देखुछि। विश्वर सकल अभिजान ता आखि आगरे घटुछि। तेणु से सृष्टिर सकल सत्य को जानी पारिछि। विश्व जीवंकर शेष गति केउठिकी ताहा से भल भावे जाने। सृष्टिर आरंभ दिनरु धूलिकणा ए सबु देखुछि। प्रश्न नंबर 2, तले दिया जाइथिबा प्रश्नर उत्तर लेख। प्रश्न क,
ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ'ଣ? ଉତ୍ତର, ଏ ବିରାଟ ପୃଥିବୀରେ ଅନେକ ବିଶାଳକାୟ ଜୀବଜନ୍ତୁ ଅଛନ୍ତି। ସେମାନଙ୍କ ବିରାଟ ଆକାର ତୁଳନାରେ ଧୂଳିକଣାର ଆକାର ଖୁବ୍ ସାନ ଅଟେ। କଣିକା ତୁଲ୍ୟ ଧୂଳିକଣା ପୃଥିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ ଅଟେ। ମାତ୍ର ସେଥିପାଇଁ ଧୂଳିକଣା ମନରେ ଅବଶୋଷ କିମ୍ବା ଅଭିମାନ ନାହିଁ। କ୍ଷୁଦ୍ର ହେଲେ ବି ସେ ମହନୀୟ କାର୍ଯ୍ୟ କରି ମହୀୟାନ ହୋଇପାରିଛି। ପୃଥିବୀର ସବୁ ଜୀବଜନ୍ତୁଙ୍କୁ ସେ ନିଜ ବକ୍ଷରେ ସ୍ଥାନ ଦେଇଛି। ସମସ୍ତେ ତା ଉପରେ ପାଦ ପକାଇ ଆତଯାତ ହେଉଛନ୍ତି। ଏସବୁ ସତ୍ତ୍ୱେ ନିଜ ଉଦାର ଭାବନାରେ ଧୂଳିକଣା ନିଜକୁ ଅତି ସାନ ମନେ କରିଛି। ପ୍ରଶ୍ନ ଖ, ନିର୍ବିକାର ଭାବରେ ଧୂଳିକଣା କ'ଣ ସହେ? ଉତ୍ତର, ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଧୂଳି କବିତାରେ ଧୂଳିକଣାର ସହନଶୀଳ ଉଦାର ଭାବ ପ୍ରକାଶ ଲାଭ କରିଛି। ନୀଳ ଆକାଶ ତଳେ ପୃଥିବୀରେ ଧୂଳିକଣା ସବୁଠାରୁ କ୍ଷୁଦ୍ର ଅଟେ। ହେଲେ ସେଥିପାଇଁ ତାର କାହା ଉପରେ ଅଭିମାନ ନାହିଁ। ସମସ୍ତେ ତାକୁ ହେୟ ମନେ କରନ୍ତି। ମାତ୍ର ତା ମନରେ କାହା ପ୍ରତି ଅଭିମାନ ନାହିଁ। ସାନ ବୋଲି ଅବଶୋଷ କି ଅବସାଦ ତା ମନକୁ ଛୁଇଁ ନାହିଁ। କୋଟି କୋଟି ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତ୍ୟ ଅଶେଷ ପୀଡ଼ା ଦେଉଛି। ତଥାପି ସେ ପ୍ରତିବାଦ କରିନାହିଁ। ନିର୍ବିକାର ଭାବରେ ସେ ସେହି ପଦାଘାତ ଜନିତ କଷ୍ଟ ସହ୍ୟ କରୁଛି ଓ ଧରାପଥରେ ପଡ଼ି ରହିଛି। ପ୍ରଶ୍ନ ଗ, କେଉଁ କଥା ଧୂଳିକଣା ଭଲ ଭାବେ ଜାଣେ? ଉତ୍ତର, ବିରାଟ ପୃଥିବୀରେ ଧୂଳିକଣା ନଗଣ୍ୟ ହେଲେ ବି ଅଭିମାନ ଭାବ ପ୍ରକାଶ କରିନାହିଁ। ସେ ମହତ୍ କାର୍ଯ୍ୟ ସାଧନ କରି ଚାଲିଛି। ସକଳ ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି। ତାର କଷ୍ଟ ଓ ସହିବାର ଶେଷ ନାହିଁ। ସେ ନିର୍ବିକାର ଭାବେ ସବୁ ସହି ନେଉଛି। ତା ମଧ୍ୟରେ ତାର ବିରାଟପଣ ଓ ଉଦାରତା ଲୁକ୍କାୟିତ ହୋଇ ରହିଛି। ଜଗତର ଦୁଃଖ ସୁଖ ସହ ତାର ମଧ୍ୟ କୌଣସି ସମ୍ପର୍କ ନାହିଁ। ସେ କାହା ଦୁଃଖରେ ଦୁଃଖୀ ବା କାହା ସୁଖରେ ସୁଖୀ ହୁଏ ନାହିଁ। ସେ କିନ୍ତୁ ଜଗତର ଚିରନ୍ତନ ସତ୍ୟକୁ ଭଲ ଭାବେ ଜାଣିଛି। ସମସ୍ତ ଜୀବ ଦିନେ ନା ଦିନେ ମୃତ୍ୟୁବରଣ କରିବେ ଓ ଧରା ପୃଷ୍ଠରେ ଧୂଳିକଣା ବକ୍ଷରେ ମିଶିଯିବେ। ଧୂଳିକଣା ସେମାନଙ୍କୁ ସାଦରେ କୋଳେଇ ନେବ। ପ୍ରଶ୍ନ ଘ, ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି? ଉତ୍ତର, ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଧୂଳି କବିତାଟି ଏକ ଉଦାର ଭାବନା ସମ୍ବଳିତ କବିତା ଅଟେ। ଏ ବିଶାଳ ବିଶ୍ୱରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ ଅଟେ। ତାକୁ କେହି ଗୁରୁତ୍ୱ ପ୍ରଦାନ କରନ୍ତି ନାହିଁ। ତଥାପି ସେ ନିଜ ଗୁଣରେ ଗରିୟାନ ଅଟେ। ନାରୀ କବିଙ୍କ ବର୍ଣ୍ଣନାରେ ଧୂଳିକଣା ନିର୍ବାକ୍ ଅଟେ। ସେ କିଛି କହିପାରେ ନାହିଁ। ସେ ନିଃସ୍ୱ, ତାର କେହି ସାହା ଭରସା ନାହାନ୍ତି। ତଥାପି ସେ ଅନ୍ୟ ବିରାଟ ଓ କ୍ଷୁଦ୍ର ଜୀବମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ ଭରସା ଦେଇଛି। ସେମାନଙ୍କ ପାଇଁ ସମ୍ବଳ ପାଲଟିଛି। ପୃଥିବୀର ସକଳ ଜୀବଙ୍କ ପଦାଘାତ ଜନିତ କଷ୍ଟକୁ ସେ ନିର୍ବିକାର ଚିତ୍ତରେ ସହି ନେଉଛି। କେବେ କୌଣସି ପ୍ରତିବାଦ କରିନାହିଁ। ତେଣୁ ଧୂଳିକଣା ନିଜର ମଥାକୁ ଦକ୍ଷ ବୋଲି କହିଛି। ପ୍ରଶ୍ନ ନମ୍ବର 3,
ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ ଦିଆଯାଇଛି। ସମ୍ପୂର୍ଣ୍ଣ ପଦ ଲେଖ ବା ପଦ୍ୟର ପାଦ ପୂରଣ କର। ପ୍ରଶ୍ନ କ ଡେସ୍ ପୀଡ଼ଇ ନୀତି ମତେ ନିର୍ବିକାରେ ତଥାପି ମୁହିଁ ଡେସ୍। ଉତ୍ତର ଜନ୍ତୁ ଜୀବ ସବୁରି ପାଦ ପୀଡ଼ଇ ନୀତି ମତେ ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରା ପଥେ। ପ୍ରଶ୍ନ ଖ ଏତିକି ଜାଣେ ବିଶ୍ୱଜୀବ ଡେସ୍। ଉତ୍ତର ଏତିକି ଜାଣେ ବିଶ୍ୱଜୀବ ମିଶଇ ମୋର ବୁକେ। ପ୍ରଶ୍ନ ଗ ସୃଷ୍ଟି ଦିନୁ ଦେଖୁଛି ବସି ଡେସ୍। ଡେସ୍ ବିଶ୍ୱେ ଅତି ସାନ। ଉତ୍ତର ସୃଷ୍ଟି ଦିନୁ ଦେଖୁଛି ବସି ସକଳ ଅଭିଯାନ ଆକାଶ ତଳେ ଧୂଳିକଣା ମୁଁ ବିଶ୍ୱେ ଅତି ସାନ। ପ୍ରଶ୍ନ ନମ୍ବର 4 ସରଳ ଭାଷାରେ ବୁଝାଇ ଲେଖ ବା ସରଳାର୍ଥ। ପ୍ରଶ୍ନ କ ଜୀବନେ ମୋର ନାହିଁ ତ କେବେ କା ସାଥେ ଅଭିମାନ। ଉତ୍ତର ଜୀବନେ ମୋର ଅଭିମାନ। ସଂସ୍କୃତ ପଦ୍ୟାଂଶଟି ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ରଚିତ ଧୂଳି କବିତାରୁ ସଂଗୃହୀତ ଅଟେ। ଏଠାରେ ଧୂଳିକଣାର କାହା ଉପରେ କିଛି ମାନ ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି। ଆକାଶ ତଳେ ଧରାପୃଷ୍ଠରେ ଧୂଳିକଣା ରହିଛି। ଏହି ବିଶ୍ୱରେ ସମସ୍ତ ପଦାର୍ଥ ତୁଳନାରେ ତାହା ଖୁବ୍ ସାନ ଅଟେ। ସେ ଏତେ ଛୋଟ ଯେ ଅନ୍ୟ ସହିତ ନିଜକୁ ତୁଳନା କରିବାକୁ ଅବସର ପାଏ ନାହିଁ। ସେ ଜୀବନରେ କେବେ କାହା ସହିତ ମାନ ଅଭିମାନ କରେ ନାହିଁ। ବରଂ ସେ ଏହି ବିଶ୍ୱରେ ସବୁ କିଛି କଷ୍ଟକୁ ସହି ନେଉଛି। ବାସ୍ତବରେ ଏହି କବିତାରେ ଧୂଳିକଣା ଯେ କେଡ଼େ ମହାନ ଅଟେ। ପ୍ରଶ୍ନ ଖ ଜନ୍ତୁ ଜୀବ ସବୁରି ପାଦ ପୀଡ଼ଇ ନୀତି ମତେ। ଉତ୍ତର ଜନ୍ତୁ ଜୀବ ନୀତି ମତେ। ସଂସ୍କୃତ ପଦ୍ୟାଂଶଟି ପଠିତ ସାହିତ୍ୟ ବହିର ଧୂଳି ପଦ୍ୟରୁ ସଂଗୃହୀତ ଅଟେ। ଏଠାରେ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀ ଧୂଳିକଣାର ଜୀବନଧାରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଧୂଳିକଣା ଏ ବିଶ୍ୱରେ ସବୁଠାରୁ ସାନ ଅଟେ। ତାର କାହା ଉପରେ ମାନ ଅଭିମାନ ନାହିଁ। ବରଂ ପ୍ରତିଦିନ ଏ ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁ ନିଜର ପାଦ ଆଘାତରେ ତାକୁ ଅହରହ ପୀଡ଼ା ଦେଇଥାନ୍ତି। ସେହିମାନଙ୍କର ପଦାଘାତ ଜନିତ ପୀଡ଼ାକୁ ସେ ନିର୍ବିକାର ଭାବରେ ସହି ନେଇଥାଏ। ଧରାପୃଷ୍ଠରେ ସବୁ ଯନ୍ତ୍ରଣାକୁ ସହି ନେଇ ସେ ପଡ଼ି ରହିଥାଏ। ନିଜର ମୁହଁ ଖୋଲି କାହାରିକୁ କିଛି ଅଭିଯୋଗ ଶୁଣାଏ ନାହିଁ। ବରଂ ଜୀବଜନ୍ତୁମାନଙ୍କୁ ସେ ଆପଣାର ସହନଶୀଳତା ଗୁଣର ଆଦର୍ଶକୁ ଦେଖାଇ ଚାଲିଥାଏ। ବାସ୍ତବରେ ଧୂଳିକଣାର ଏହି ମହାନ ଗୁଣ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଅଟେ। ପ୍ରଶ୍ନ ଗ ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ। ଉତ୍ତର ଜଗତେ ସୁଖେ। ସଂସ୍କୃତ ପଦ୍ୟାଂଶଟି ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ରଚିତ ଧୂଳି କବିତାରୁ ସଂଗୃହୀତ ଅଟେ। ଏଠାରେ କବି ଧୂଳିକଣା ମୁହଁରେ ଏ ସୃଷ୍ଟିର ଚିରନ୍ତନ ସତ୍ୟକୁ ବର୍ଣ୍ଣନା କରିଛନ୍ତି। ଧୂଳିକଣା ଖୁବ୍ ସାନ ହେଲେ ମଧ୍ୟ ନିର୍ବିକାର ଭାବରେ ସମସ୍ତଙ୍କର ପଦାଘାତ ଜନିତ କଷ୍ଟକୁ ସହି ନିଏ। ଏ ଦୁନିଆରେ କାହାର ଦୁଃଖ ସୁଖରେ ସେ ଆଦୌ ଭାଗିଦାର ନଥାଏ। ବରଂ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ି ରହି ସେ ଏ ସବୁକୁ ଦେଖୁଥାଏ। ତେବେ
ए पृथिवीर गोटिए सत्यକୁ से मर्मे मर्मे अनुभव करिଥାଏ। समग्र विश्वर जीवजगत निजକୁ जेते बड़ बोली विचार कले मध्य दिने सेमानंकर मृत्यु हेब। मृत्यु हेला परे सेमाने ता सहित धूली होई मिसी जिबे। तेणु एही सत्य को अनुभव करी से निज मनरे दुख पोषण करी नाही। वास्तवरे धूलिकणा अनुभव करिथिबा चिरंतन सत्यटीर महत्व खूब तात्पर्यपूर्ण अटे। प्रश्न घ सकल चाप नेबारे सही दक्ष एमो शिर। उत्तर सकल चाप शिर। संस्कृत पद्यांशटी पठित साहित्य बहिर धूली कवितारू संगृहीत अटे। एठारे नारी कवि विद्युत प्रभादेवी धूली किपरि समस्त दुख जनित चाप को सही नेबारे दक्ष ताहा वर्णना करिसंती। धूलिकणा खूब सान अटे, तथापि से समस्तंकर पादर चाप सहुछि। काहार दुख सुखरे से भागीदार नुहे। तार मुहरु कथा बाहारु नाही। से खूब दरिद्र अटे, ताहार केही साहा भरोसा नाहांती। ए सबु सत्वे धूलिकणा पृथिवीवासींकर समस्त चाप को निजर मथारे सही नेउछि। आउ राजरास्तारे सेहीपरि मथा को उन्नत करी पड़ी रहिछि। निजे निःस्व हेले मध्य समस्तंकर दुख कष्ट को जे से सही पारे एहा से मुक्त कंठरे जणाई देउछि। वास्तवरे धूलिकणार एही आत्मवाणी बेस हृदयस्पर्शी अटे। प्रश्न उ आकाश तले धूलिकणा मु विश्वे अति सान। उत्तर आकाश तले सान। संस्कृत पद्यांशटी धूली कवितारू संगृहीत अटे। एठारे नारी कवि विद्युत प्रभा देवी धूलिकणार क्षुद्रत्व संपर्क रे सूचाइछंती। ए सृष्टिर समस्त पदार्थ मध्यरे धूलिकणा खूब सान ओ नगण्य अटे। से निर्विकार भावरे धरा पृष्ठरे पड़ी रही जीवजंतुंकर पदाघात जनित पीड़ा को सही चलीछि। काहार दुख सुखरे से भागीदार नुहे, बरं जेते निःस्व हेले मध्य से समस्त चाप को निर्विवादरे आपणार मथापाती सही नेउछि। सृष्टिर आरंभरू से रहिछि। जेते सबु परिवर्तन ए सृष्टि रे हेउछि ताहाकु से बसी देखुछि। निजे खूब छोट हेले मध्य ए सृष्टिर सर्वविध लीला रहस्य को देखिबारे से मुकसाक्षी पालटिछि। वास्तवरे धूलिकणार भूमिका ए सृष्टि रे खूब गुरुत्वपूर्ण अटे। प्रश्न नंबर 5 समान अर्थ बुझाउथिबा आउ गोटिए लेखाएं शब्द लेख बा प्रतिशब्द। क जीवन प्राण, ख धरा धरित्री धरणी, ग जंतु प्राणी, घ निःस्व दरिद्र, उ दक्ष समर्थ। प्रश्न नंबर 6 गद्य आकार रे लेख। प्रश्न क निर्विकारे तथापि मुहि पड़िछि धरा परे। उत्तर तथापि मु ए धरा पृष्ठरे निर्विकार भावरे पड़ी रहिछि। प्रश्न ख जगते मोर की जाए आसे दुखे अबा सुखे। उत्तर ए दुनिया रे मोर दुख बा सुखरे कौन जाए आसे। प्रश्न ग
ବାକ୍ୟହୀନ ନିଃସ୍ୱ ମୁହିଁ ଭରସାହୀନ ଚିର। ଉତ୍ତର, ମୁଁ ବାକ୍ୟହୀନ ଓ ଦରିଦ୍ର ଅଟେ। ସର୍ବଦା ମୋର କେହି ସାହା ଭରସା ନାହାନ୍ତି। ପ୍ରଶ୍ନ ଘ, ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର। ଉତ୍ତର, ସବୁ ପ୍ରକାରର ଚାପକୁ ସହି ନେବାରେ ମୋର ମଥା ଖୁବ୍ ଦକ୍ଷ ଅଟେ। ପ୍ରଶ୍ନ ନମ୍ବର 7, କ ସ୍ତମ୍ଭରେ ଥିବା ଶବ୍ଦର ଅର୍ଥ ଖ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ କ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ଗୋଟିଏ ଲେଖା ବାକ୍ୟ ଗଠନ କର। କ ସ୍ତମ୍ଭରେ ଅଛି ଚିର, ଶିର, ଜଗତ, ନିଃସ୍ୱ। ଖ ସ୍ତମ୍ଭରେ ଅଛି ଯାହାର କିଛି ନାହିଁ, ଦୁନିଆ, ସର୍ବଦା, ମୁଣ୍ଡ, ଆକାଶ। ଉତ୍ତର, ଚିର, ସର୍ବଦା, ଶିର, ମୁଣ୍ଡ, ଜଗତ, ଦୁନିଆ, ନିଃସ୍ୱ, ଯାହାର କିଛି ନାହିଁ। ବାକ୍ୟ ଗଠନ। ଚିର, ମାର୍କୋନି ରେଡ଼ିଓ ଉଦ୍ଭାବନ କରି ଚିରକାଳ ପାଇଁ ଯଶ ରଖିଗଲେ। ଶିର, ରାଜାଙ୍କ ଶିରରେ ମୁକୁଟ ଶୋଭା ପାଏ। ଜଗତ, ଏ ଜଗତରେ କିଛି ଚିରସ୍ଥାୟୀ ନୁହେଁ। ନିଃସ୍ୱ, ନିଃସ୍ୱ ଲୋକଟି ହାତ ପାତି ମାଗି ବୁଲୁଛି। ଧନ୍ୟବାଦ।